Welcome to Easy Education. ଆଜିର ବିଷୟ ହେଉଛି ଇଂଲିଶର ଦ ସଲିଟାରୀ ରିପେୟାର। ଏଠାରେ ପୋଏଟ୍ ହେଉଛନ୍ତି ୱିଲିୟମ୍ ୱାର୍ଡସୱର୍ଥ। ତାଙ୍କର ବର୍ନ ପ୍ଲେସ୍ ରହିଛି କୋକେରମାଉଥ୍ ଇନ୍ ଦ ଲେକ୍ ଡିଷ୍ଟ୍ରିକ୍ଟ ଇଂଲଣ୍ଡରେ। ଏହି ପୋଏମ୍ରେ ଆମେ ଦେଖିବା ଗୋଟେ ଝିଅ କେମିତି ବା ଏକାକୀ ଝିଅ କେମିତି ଗୋଟେ ଉପତ୍ୟକାରେ ତାର ନିଜ ଜମିରେ ଫସଲ କାଟିବା ବେଳେ ଗାଉଥିବା ଗୀତ ଦ୍ୱାରା ଲେଖକ ପ୍ରଭାବିତ ହୋଇଛନ୍ତି ଆଉ ସେ ଗୀତକୁ ସେ କାହା କାହା ସହିତ ତୁଳନା କରିଛନ୍ତି। ପ୍ରଥମେ ଦେଖ ରହିଛି କ'ଣ, ଦ ଗାର୍ଲ। ସେ ନିଜେ ନିଜର ଫିଲ୍ଡରେ ଏକାକି ନିଜେ କ'ଣ କରୁଥିଲା, ଫିଲ୍ଡରେ ନିଜର ଶସ୍ୟକୁ କାଟିବାକୁ ଲାଗିଥିଲା। ହାଇଲ୍ୟାଣ୍ଡଲେସ୍, ସ୍କଟଲ୍ୟାଣ୍ଡରେ ଥିବା ଉଚ୍ଚ ଉପତ୍ୟକା ଗୁଡ଼ିକୁ କୁହାଯାଇଥିଲା ହାଇଲ୍ୟାଣ୍ଡଲେସ୍। କ'ଣ କରୁଥିଲା ନା ଜମିରେ ରିପିଂ ଆଉ ସିଙ୍ଗିଂ, ଶସ୍ୟ କାଟୁଥିଲା ତା ସହିତ ଗୀତ। ନେକ୍ସଟ ରହିଛି ଯେ ଝିଅଟି ଏକଲା କ'ଣ ଏଲୋନ୍ କଟ୍ ଆଣ୍ଡ ବାଇଣ୍ଡ, ଶସ୍ୟକୁ କାଟୁଥିଲା ଆଉ ତାକୁ ବାନ୍ଧୁ ରହିଥିଲା। ତାପରେ ରହିଛି କ'ଣ ନା ସେ କିଭଳି ଗୀତ ଗାଉଥିଲା, ମେକାନିକାଲି ଷ୍ଟ୍ରିଙ୍ଗ ମିନ୍ସ ପୁରାପୁରି ସ୍ୟାଡ୍ ସଙ୍ଗ ଗୀତ ଗାଇବାକୁ ଲାଗୁଥିଲା। ପୁରା ଦୁଃଖ ଭରା କାହାଣୀ ତାର ଗୀତ ଥିଲା। ଆଉ ତାର ସାଉଣ୍ଡ ପୁରା ଓଭରଫ୍ଲୋ ହେଉଥିଲା କେଉଁଠି, ଭ୍ୟାଲିରେ। ସମଗ୍ର ଉପତ୍ୟକାରେ ତାର ସାଉଣ୍ଡ ପ୍ରସାରିତ ହେବାକୁ ଲାଗିଥିଲା। ଯେ ନାଇଟିଙ୍ଗେଲ୍ ମଧ୍ୟ ସେହି ଝିଅ ଭଳି ଗୀତ ଗାଇ ପାରୁନଥିଲା, କାହିଁକିନା ନାଇଟିଙ୍ଗେଲ୍ ବିଷୟରେ କୁହାଯାଇଛି ଯେ ସେ ୱେଲକମ୍ ନୋଟ୍ ଗାଇଥାଏ କେଉଁମାନଙ୍କ ପାଇଁ, ଟ୍ରାଭେଲର୍ସ ମାନଙ୍କ ପାଇଁ, ଯେଉଁମାନେ କି ଆରବିଆନ୍ ସେଣ୍ଡରେ ଥିବା ସେଡି ହଣ୍ଟରେ ରହିଥାନ୍ତି, ସେମାନଙ୍କ ପାଇଁ ମଧ୍ୟ ସେ ଭଲସେ ଗୀତ ଗାଇନଥାଏ। ନେକ୍ସଟ ରହିଛି ସବୁଠାରୁ ଥ୍ରିଲିଂ ଭଏସ୍ କାହାର ନା କୁକୋବାର୍ଡ। ସେ କେଉଁ ଟାଇମ୍ରେ ଗୀତ ଗାଇଥାଏ, ସ୍ପ୍ରିଙ୍ଗ ଟାଇମ୍ରେ। ଆଉ କୁକୋବାର୍ଡର ଯେଉଁ ଥ୍ରିଲିଂ ସଙ୍ଗ କାହାକୁ ଭାଙ୍ଗିଥାଏ, ବ୍ରେକ୍ ଦି ସାଇଲେନ୍ସ କାହାର ନା ସମୁଦ୍ରରେ ଥିବା ଶବ୍ଦକୁ ସେ ପୁରାପୁରି ଭାଙ୍ଗିଥାଏ। ଆଉ ଫାର୍ଦେଷ୍ଟ ହେର୍ବ୍ରାଇଟ୍ସରେ ସେ ରହିଥାଏ। କ୍ୱେଶ୍ଚିନ୍ ରହିଯିବ ଯେ ସବୁଠାରୁ ମୋଷ୍ଟ ଥ୍ରିଲିଂ ଭଏସ୍ କାହାର ରହିଲା, କୁକୋବାର୍ଡର। ଆଉ ସେ କାହାର ବ୍ରେକ୍ ଦି ସାଇଲେନ୍ସ କ'ଣ ରହିଯିବ, ସି। ନେକ୍ସଟ ହେବ ହ୍ୱାଟ୍ ସି ସିଙ୍ଗସ୍, ଯେ ଝିଅଟି କିଭଳି ଭାବେ ଗୀତ ଗାଉଥିଲା, ଯେ ତାର ଗୀତରେ କ'ଣ ରହିଥିଲା, ଓଲ୍ଡ ଅନହ୍ୟାପି ଆଉ ଫାର୍ ଅଫ୍ ଗୀତ ଥିଲା, ଯାହାକି ଗୋଟେ ଅର୍ଡ଼ିନାରୀ ସଙ୍ଗକୁ ସେ ଦର୍ଶାଉଥିଲା, ଯାହା କ'ଣ ଗୋଟେ ଫ୍ୟାମିଲିଆର ମ୍ୟାଟର ଅଫ୍ ଟୁଡେ, ଯେଉଁଟାକି ସରୋ, ଲସ୍ ଅର୍ ପେନ୍ରେ ଭର୍ତ୍ତି ରହିଥିଲା ସେହି ଗୀତଟି। ପରେ ଆସୁଛି ଦ ମେଡେନ୍। ମେଡେନ୍ ଏଠି କାହାକୁ କୁହାଯାଇଛି ନା ଦ ଗାର୍ଲସକୁ କୁହାଯାଇଛି, ଦ ସଲିଟାରୀ ଗାର୍ଲକୁ କୁହାଯାଇଛି, ଯାହାର ଗୀତର କି ଏଣ୍ଡ ହିଁ ନାହିଁ। ଆଉ ସେ କାଇରେ କାଟୁଛି ନା ସିକେଲ୍, ଦା ଦ୍ୱାରା ସେ ନିଜ ଶସ୍ୟକୁ କାଟିବାରେ ଲାଗିଛି। ନେକ୍ସଟ ରହିଛି ଏହି ଗୀତକୁ ଶୁଣିକି ଦ ପୋଏଟ୍ କ'ଣ କରିଥିଲେ, ମୋସନଲେସ୍ ହେଇଯାଇଥିଲେ, ମାନେ ସେ ଭ୍ୟାଲିରେ ସେ କେବଳ ଗତିହୀନ ବା ଗୋଟିଏ ସ୍ଥାନରେ ରହିଯାଇଥିଲେ। ଆଉ ସେଇ ଯେଉଁ ମ୍ୟୁଜିକକୁ ନିଜର ହାର୍ଟରେ ବା ହୃଦୟରେ ପୁରାପୁରି ଉଚ୍ଚାରିତ ରହିଥିଲା, ନିଜ ମନରେ ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା ସେହି ଗୀତଟି। ବର୍ତ୍ତମାନ ଯିବା ସଲିଟାରୀ ରିପେୟାରର ପୂର୍ବ ବର୍ଷ ମାନଙ୍କରେ ପଡ଼ିଥିବା କେତୋଟି କ୍ୱେଶ୍ଚିନ୍ ଆନ୍ସର ଦେଖିବା। ଦେଖ ପ୍ରଥମ କ୍ୱେଶ୍ଚିନ୍, ହ୍ୱେର୍ ଡଜ୍ ଦି ନାଇଟିଙ୍ଗେଲ୍ ସିଙ୍ଗ, ଯେ ନାଇଟିଙ୍ଗେଲ୍ କେଉଁଠି ଗୀତ ଗାଉଥିଲା। ଯଦି ନାଇଟିଙ୍ଗେଲ୍ ଆସେ ତେବେ ଆମେ ଡାଇରେକ୍ଟ କ୍ୱେଶ୍ଚିନ୍ ଯିବା ଆରବିଆନ୍ ଡେଜର୍ଟରେ ଥିବା ଓଆସିସ୍। କ'ଣ ରହିବ, ଓଆସିସ୍ ଏମଙ୍ଗ ଦି ଆରବିଆନ୍ ଡେଜର୍ଟସ୍। 2 ନମ୍ବର କ୍ୱେଶ୍ଚିନ୍, ହ୍ୱାଟ୍ କାଇଣ୍ଡ ଅଫ୍ ସଙ୍ଗ ଇଜ୍ ଦ ସଲିଟାରୀ ରିପେୟାର ସିଙ୍ଗିଂ, ଯେ ସେଇ ଝିଅଟି କେଉଁ ଭଳି ଗୀତ ଗାଉଥିଲା। ପେଟ୍ରିଅଟିକ୍ ତ ହେବନି, କାହିଁକିନା ରିଲିଜିୟସ୍ ମଧ୍ୟ ନୁହଁ, ଫନି ତ ନୁହଁ, ତେଣୁ ଉତ୍ତର ହେଇଯିବ ସ୍ୟାଡ୍। ନେକ୍ସଟ ରହିଲା ହ୍ୱିଚ୍ ସିଜନ୍ ଇଜ୍ ମେନସନ୍ଡ ଇନ୍ ଦିସ୍ ପୋଏମ୍, ଏହି ପୋଏମ୍ରେ କେଉଁ ସିଜନ୍ କଥା କୁହାଯାଇଛି। ଉତ୍ତର ହେଇଯିବ ସ୍ପ୍ରିଙ୍ଗ ସିଜନ୍ କଥା କୁହାଯାଇଛି, କାହିଁକିନା ସ୍ପ୍ରିଙ୍ଗ ସିଜନରେ କୁକୋବାର୍ଡ କ'ଣ କହିଥାଏ, ଗୀତ ଗାଇଥାଏ। ହୁ ସିଙ୍ଗସ୍ ୱେଲକମ୍ ନୋଟ୍ସ, ୱେଲକମ୍ ନୋଟ୍ସ କିଏ ଗାଇଥାଏ ଏଠାରେ, କୁକୋ, ନାଇଟିଙ୍ଗେଲ୍, ୱେରି ଟ୍ରାଭେଲର୍ସ ଅର୍ ସଲିଟାରୀ ରିପେୟାର। କ'ଣ ହେଇଯିବ ଉତ୍ତର, ଉତ୍ତର ହୋଇଯିବ ନାଇଟିଙ୍ଗେଲ୍। କ'ଣ ହେବ, ନାଇଟିଙ୍ଗେଲ୍। ନେକ୍ସଟ ରହିଲା ହ୍ୱିଚ୍ କଣ୍ଟ୍ରି ଡଜ୍ ଦି ସଲିଟାରୀ ରିପେୟାର ବିଲଙ୍ଗ ଟୁ, ଏ ଯେଉଁ ଝିଅଟି କେଉଁ କଣ୍ଟ୍ରିକୁ ବିଲଙ୍ଗ କରୁଥିଲା। ଯେହେତୁ ହାଇଲ୍ୟାଣ୍ଡ ଲେସ୍ ରହିଥିଲା, ଅର୍ଥରେ ତୁମର ସ୍କଟଲ୍ୟାଣ୍ଡ ଦେଶର, ତେଣୁ ଉତ୍ତର ହେଇଯିବ ସ୍କଟଲ୍ୟାଣ୍ଡ। ହ୍ୱେର୍ ଡିଡ୍ ଦ ପୋଏଟ୍ ବିୟର୍ ଦି ମ୍ୟୁଜିକ୍, ପୋଏଟ୍ ଏହି କବିତାଟିକୁ କେଉଁଠି ସେ ସ୍ମରଣ କରି ରଖିଥିଲେ ନା ନିଜର ହାର୍ଟରେ, ତେଣୁ ଉତ୍ତର ହେଇଯିବ ହାର୍ଟ। ଦେଖ ମୁଁ 2 ଥର ଏଇଠି ଦେଇଦେଇଛି, ତେଣୁ ଉତ୍ତର ହେଇଯିବ କ'ଣ ଆମର ହାର୍ଟ।
What does the phrase humble means? humble अर्थ कौन अटे? यही पद्य humble means होची ordinary song, साधारण गीत। पर देखिबा एग्जाम ओरिएंटेड क्वेश्चंस कौन सब रही पारिबो। प्रथम क्वेश्चन, व्हाट इज ओवरफ्लोइंग विथ द साउंड? से गीत केउठारे पूरा पूरी प्रसारित हो जाउतला? उत्तर हमर कोन रहिछि? भैली रे। हुज वॉइस इज मोस्ट थ्रिलिंग इन स्प्रिंग टाइम? स्प्रिंग ऋतु रे कहार वॉइस मोस्ट थ्रिलिंग होई थाए, रोमांचकर होई थाए? उत्तर जेबो कोन? कुको बार्ड। हु इज द पोएट ऑफ ए सॉलिटरी रिपेयर? एही पोएम रो पोएट किए अछती? विलियम वर्ड्सवर्थ। इन दिस पोएम मेडन रेफर्स टू डैश? एही पोएम रे मेडन काहाकू कहा जायछि? ना उत्तर जेबो द गर्ल। व्हाट इज यूज्ड फॉर रीप इन दिस पोएम? एही पोएम रे शस्य को काटिबा पई कहार साहाय्य नै जायछि? ना दा जेहेतु हबो तेणु उत्तर जेबो सिकल। Who does the poet compare the highland lass with? उत्तर हो जिवो नाइटिंगेल। कौन हो जिवो? नाइटिंगेल। What type of song the girl sings? जे झियोटी केउं भली गीत गाउथला? ना उत्तर हो जिवो ऑर्डिनरी सॉन्ग बा हम्बल ले, जार आंसर। Who is stand motionless on the valley? किए गतिहीन भाव रे ठिया होइचंती गीत सुनिबा बाय? ना द पोएट हबो उत्तर। Who was cutting and binding all the crops? किए से शस्य गुडी को निजे काटुथला ता सहित बांधिथिला? ना द सॉलिटरी पर माने द लिटिल गर्ल। पर अछि which sound was break the silence of the season? उत्तर हे जिवो कोको बार्ड। कोन हे जिवो? कोको बार्ड। एही पोएम रो लॉन्ग क्वेश्चन इंपोर्टेंट रहिछि जे इन द पोएम the poet mentioned two places. What are they and what is their significance in the poem? माने पोएम रे दीटा जगह विषय कुआ जायछि, से दीटा कोन कोन आ तारो सिग्निफिकेंट कोन अटे? तेणु परीक्षा दर्पण रो गोट रहिछि 5 नंबरटा मु परीक्षा दर्पण दे दैछि तुमान पई। नेक्स्ट रहिछि व्हाट डज द नाइटिंगेल्स सॉन्ग डू? Why was the poet compared the nightingale song to that of the solitary bird? जे नाइटिंगेल सॉन्ग कि भली थिला आउ से झियोर सॉन्ग को नाइटिंगेल सहित काहे के तुलना करा जायछि? तेणु एडी होई जिवो 5 नंबर 6 नंबर तुमान पई लॉन्ग क्वेश्चन रहिला। 5 एवं 6 परीक्षा दर्पण रे एटा स्क्रीनशॉट गोटे नै जायछि, देखि नबो। नेक्स्ट रहिछि व्हाट इफेक्ट डज दिस म्यूजिक हैव ऑन द पोएट? हाउ इज द पोएट एबल टू हियर हिज म्यूजिक इवन आफ्टर द मेडन स्टॉप्ड सिंगिंग? झियोटी गीत गाइला पर मध्ये लेखक ताहा किभली प्रत्यमान होतला? 7 नंबर मध्ये रहिछि गोटे इंपोर्टेंट रहिछि तुमान पई, 7 नंबर मध्ये देखि नबो। देखो एटा रहला 7 5 6 7 परीक्षा दर्पण देखि नथिबो। पर रहिछि What were the poet's first thoughts when he saw the solitary repair? जे प्रथमे जते बेले लेखक कवि से झियोटी को देखिले सेते बेले तांकर भावधारा किभली थिला? तेणु 8 मध्ये होई जिवो हमरो 10 नंबर टी इंपोर्टेंट क्वेश्चन। 5 6 7 और हला 10 एतिक नंबर भल से देखि गिरी देखि दबा जा द्वारा परीक्षा रे पढि पाए।